ନୂଆ ମୋଡ଼ ନେଲା ପଶ୍ଚିମବଙ୍ଗ ରାଜନୀତି। ହାରିନି, ଇସ୍ତଫା ଦେମିନି, ମମତା ବାନାର୍ଜୀ କହିଲେ। ଏହା ଜନାଦେଶ ନୁହଁ, ଷଡ଼ଯନ୍ତ୍ର କରିଛନ୍ତି। ରାହୁଲ ଗାନ୍ଧୀ କହିଲେ, ଆସାମ ପଶ୍ଚିମବଙ୍ଗରେ ଜନାଦେଶ ଚୋରି ହୋଇଛି। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀରେ ଶପଥ ନେବେ ପଶ୍ଚିମବଙ୍ଗ ବିଜେପି ସରକାର। ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବରିଷ୍ଠ ବିଜେପି ନେତା। କୋଲକାତା ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଏହା ଶପଥ ଗ୍ରହଣ ଉତ୍ସବ ହେବ। ଅମିତ ଶାହ ଓ ମୋହନ ମାଝୀଙ୍କ ହାତରେ ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ୱ ବେଙ୍ଗଲର। ଏସବୁ ବିଷୟରେ ଆଲୋଚନା କରିବା। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦିଅନ୍ତୁ। ଆସନ୍ତୁ ଜାଣିବା। ନୂଆ ମୋଡ଼ ନେଲା ପଶ୍ଚିମବଙ୍ଗ ରାଜନୀତି। ମମତା କହିଲେ, ମୁଁ ହାରିନି, ଇସ୍ତଫା ଦେମିନି। ଜନାଦେଶ ନୁହଁ, ଏହା ଷଡ଼ଯନ୍ତ୍ର କରିଛନ୍ତି। ପଶ୍ଚିମବଙ୍ଗରେ ଲଗାତାର 3 ପାଳି କ୍ଷମତାରେ ରହିବା ପରେ ଗତକାଲି ବିଜେପି ଠାରୁ ଶୋଚନୀୟ ପରାଜୟ ବରଣ କରିଥିବା ତୃଣମୂଳ କଂଗ୍ରେସର ମୁଖ୍ୟ ଏବଂ ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିଛନ୍ତି। ମେ 9 ତାରିଖରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ନୂଆ ସରକାର ଶପଥ ଗ୍ରହଣ ଉତ୍ସବ ପାଇଁ ବିଜେପି ପ୍ରସ୍ତୁତି ଚଳାଇଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ମମତା କହିଛନ୍ତି, ମୁଁ ନିର୍ବାଚନ ହାରିନାହିଁ, ତେଣୁ ମୁଁ ରାଜଭବନ ଯିବି ନାହିଁ। ମୋର ଇସ୍ତଫା ଦେବାର ପ୍ରଶ୍ନ ଉଠୁନି। ମମତା ଦାବି କରିଛନ୍ତି ଯେ ନିର୍ବାଚନ ନିରପେକ୍ଷ ଭାବେ ପରିଚାଳନା କରାଯାଇନି। ନିର୍ବାଚନକୁ ବଳପୂର୍ବକ କବ୍ଜା କରିବା ପାଇଁ ବିଜେପି ଅନୁଚିତ ହସ୍ତକ୍ଷେପ କରିଛି ଏବଂ କେନ୍ଦ୍ରୀୟ ବାହିନୀ ବ୍ୟବହାର କରିଛି। ମମତାଙ୍କ କହିବା ମୁତାବକ ତାଙ୍କ ଦଳ ଫଳାଫଳକୁ ଚ୍ୟାଲେଞ୍ଜ କରିବ ଏବଂ ରାଜନୈତିକ ଲଢ଼େଇ ଜାରି ରଖିବ। ସେ କହିଛନ୍ତି, ଆମେ ଜନାଦେଶ ଦ୍ୱାରା ହାରିନାହୁଁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ। ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ବରଂ ଷଡ଼ଯନ୍ତ୍ରର ଶିକାର ହୋଇ ହାରିଛୁ। ଆମେ ବାଘ ପରି ଲଢ଼ିଛୁ ଏବଂ ପୁଣି ଥରେ ଫେରିବୁ। ତାଙ୍କ ଦଳର ଲଢ଼େଇ କେବଳ ବିଜେପି ସହ ନଥିଲା। ନିର୍ବାଚନ କମିଶନ ଥିଲେ ବାସ୍ତବ ପ୍ରତିଦ୍ୱନ୍ଦ୍ୱୀ। ଆମେ ଇସିଙ୍କ ବିରୁଦ୍ଧରେ ଲଢ଼ିବୁ, କିନ୍ତୁ ରଣନୀତି ଏବଂ ଗୁପ୍ତ ରହିବ। ସେ ଆହୁରି କହିଥିଲେ ଯେ ସମଗ୍ର ବ୍ୟବସ୍ଥା ବିରୁଦ୍ଧରେ ଟିଏମ୍ସି ଲଢ଼ିଛି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ମଧ୍ୟ ଏଥିରେ ସମ୍ପୃକ୍ତ। ଏସ୍ଆଇଆର୍ ନାଁରେ ସେମାନେ 90 ଲକ୍ଷ ଲୋକଙ୍କ ନାଁରେ ଭୋଟର ତାଲିକାକୁ କାଟି ଦେଇଥିଲେ। ଆମେ କୋର୍ଟକୁ ଯିବା ପରେ ତାଲିକାରେ ପୁଣି 32 ଲକ୍ଷ ନାଁ ଯୋଡ଼ି ହେଲା। ଏହା ଅତ୍ୟନ୍ତ ଦୁଃଖଦାୟକ। ମୁଖ୍ୟ ନିର୍ବାଚନ କମିଶନ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନେବା ପାଇଁ ଏକ ଇଭିଏମ୍ ଲୁଟ୍ କରିବା ପାଇଁ ଚଳିତ ନିର୍ବାଚନରେ ଖଳନାୟକ ପାଲଟିଥିଲେ। ରାହୁଲ ଗାନ୍ଧୀ କହିଲେ, ଆସାମ ପଶ୍ଚିମବଙ୍ଗରେ ଜନାଦେଶ ଚୋରି ହୋଇଛି। ପୁଣି ଭୋଟ ଚୋରି ଅଭିଯୋଗ ଆଣିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ସେ କହିଛନ୍ତି, କଂଗ୍ରେସର କିଛି ସଦସ୍ୟ ଏବଂ ଅନ୍ୟ କିଛି ଦଳ ଟିଏମ୍ସିର ପରାଜୟରେ ଖୁସି ହେଉଛନ୍ତି। ସେମାନେ ବୁଝିବା ଉଚିତ ଯେ ଆସାମ ଓ ପଶ୍ଚିମବଙ୍ଗ ଜନାଦେଶ ଚୋରି କରି ଭାରତୀୟ ଗଣତନ୍ତ୍ରକୁ ଧ୍ୱଂସ କରିବା ବିଜେପିର ଏକ ବଡ଼ ଷଡ଼ଯନ୍ତ୍ର ବୋଲି ରାହୁଲ ମଙ୍ଗଳବାର ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି। ପଶ୍ଚିମବଙ୍ଗରେ ବିଜେପି ବିଜୟ ଉପରେ ମମତା ବାନାର୍ଜୀ ପ୍ରଶ୍ନ ଉଠାଇଛନ୍ତି। ବିଦାୟୀ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ବିଜେପି ପଶ୍ଚିମବଙ୍ଗରେ 100 ଆସନ ଚୋରି କରିଛି। ରାହୁଲ ତାଙ୍କ ଦାବିକୁ ସମର୍ଥନ କରିଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ କମିଶନଙ୍କ ସହାୟତାରେ ବିଜେପି ଆସାମ ଓ ପଶ୍ଚିମବଙ୍ଗରେ ନିର୍ବାଚନ ଚୋରି କରିଛି। ଆମେ ଏହି ରଣନୀତି ପୂର୍ବରୁ ଦେଖିଛୁ। ଏହା ସହ ମଧ୍ୟପ୍ରଦେଶ, ହରିୟାଣା, ମହାରାଷ୍ଟ୍ର 2024 ଲୋକସଭା ନିର୍ବାଚନରେ ଉଲ୍ଲେଖ କରିଛନ୍ତି, ଯେଉଁଠାରେ ସେ ନିର୍ବାଚନ ଚୋରି ହେଉଥିବା ପୂର୍ବରୁ ଅଭିଯୋଗ କରିଥିଲେ। ଆସନ୍ତା 9 ତାରିଖରେ ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀରେ ଶପଥ ଗ୍ରହଣ କରିବେ ପଶ୍ଚିମବଙ୍ଗ ବିଜେପି ସରକାର। ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି ସହିତ ବରିଷ୍ଠ ବିଜେପି ନେତା। କୋଲକାତା ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ହେବ ଶପଥ ଗ୍ରହଣ ଉତ୍ସବ। ଅମିତ ଶାହ ଓ ମୋହନ ଚରଣ ମାଝୀଙ୍କ ହାତରେ ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ୱ ପଶ୍ଚିମବଙ୍ଗର। ପଶ୍ଚିମବଙ୍ଗ ଓ ଆସାମରେ ବିପୁଳ ବିଜୟ ପରେ ବିଜେପି ଏବେ ଉକ୍ତ ରାଜ୍ୟମାନଙ୍କର ବିଧାୟକ ଦଳ ନେତା ନିର୍ବାଚନ କରିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି। ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ବାଛିବା ପାଇଁ ବିଜେପି କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗର ସହ ପର୍ଯ୍ୟବେକ୍ଷକ ନିଯୁକ୍ତ
ହୋଇଛନ୍ତି। ଶାହା ଏଠାରେ ଦଳୀୟ ପ୍ରଚାରରେ ମଙ୍ଗ ଧରିଥିଲେ। ଦଳର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ନିର୍ବାଚନ ପ୍ରଚାର ବେଳେ ଅଙ୍ଗ ବଙ୍ଗ ଓ କଳିଙ୍ଗ ପ୍ରସଙ୍ଗ ଉଠାଇଥିଲେ। ଏବେ ବଙ୍ଗ ମୁଖ୍ୟମନ୍ତ୍ରୀ ଚୟନରେ କଳିଙ୍ଗର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏଥିରେ ଦାୟିତ୍ୱରେ ଅଛନ୍ତି। ଶ୍ରୀ ମାଝୀ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହୋଇ 6ଟି ବିଧାନସଭା କ୍ଷେତ୍ରରେ ପ୍ରଚାର କରିଥିଲେ। ଏଥିରୁ 5ଟି ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗରେ ମେ 9 ତାରିଖରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଜୟନ୍ତୀରେ ବିଜେପି ସରକାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ମମତାଙ୍କ ମନ୍ତ୍ରିମଣ୍ଡଳର 22 ମନ୍ତ୍ରୀ ହାରିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢ଼ିଥିବା ଟିଏମସି 35 ଜଣ ମନ୍ତ୍ରୀଙ୍କ ମଧ୍ୟରୁ 22 ଜଣ ସେମାନଙ୍କ ନିଜ ଆସନ ହରାଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ହାରିଯାଇଛନ୍ତି। ମମତାଙ୍କ ମନ୍ତ୍ରିମଣ୍ଡଳ 63% ନିଜ ଆସନ ବଞ୍ଚାଇ ପାରିନାହାନ୍ତି। ଏହା ଜନତାଙ୍କ ଦ୍ୱାରା ରାଜ୍ୟକୁ ଶାସନ କରୁଥିବା ନେତୃତ୍ୱର ସିଧାସଳଖ ପ୍ରତ୍ୟାବର୍ତ୍ତନ। ଭୋଟରମାନେ କେବଳ ପ୍ରାର୍ଥୀଙ୍କ ବିରୁଦ୍ଧରେ ଭୋଟ ଦେଇଛନ୍ତି ତାହା ନୁହେଁ, ବରଂ ସେମାନେ ଟିଏମସି ନେତୃତ୍ୱବୃନ୍ଦଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହିଳା ଓ ଶିଶୁ ବିକାଶ ବିଭାଗ, ଶିଳ୍ପ, ଆବାସ, ଶକ୍ତି, ଶିକ୍ଷା ଓ ପରିବହନ ଓ ପଛୁଆ ଶ୍ରେଣୀ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀମାନେ ନିଜ ଆସନ ହରାଇଛନ୍ତି। ପଶ୍ଚିମବଙ୍ଗ ଲୋକଙ୍କ ଦ୍ୱାରା ଏହା ଟିଏମସି ଶାସନ ମଡେଲର ପ୍ରତ୍ୟାଖ୍ୟାନ। ଆସନ ପଶ୍ଚିମବଙ୍ଗରେ ବିଜେପି ବଡ଼ ବିଜୟ ପରେ ଏବେ ଆରମ୍ଭ ହୋଇଛି କ୍ଷମତା ପରିବର୍ତ୍ତନ ପ୍ରକ୍ରିୟା। ସାଂସ୍କୃତିକ ଚେତନା ଓ ପରମ୍ପରା ସହ ନିଜକୁ ଯୋଡ଼ିବା ପାଇଁ ଦଳ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମେ 9 ତାରିଖ ଅର୍ଥାତ୍ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଜୟନ୍ତୀ ଅବସରରେ କୋଲକାତାରେ ନୂଆ ବିଜେପି ସରକାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ମଙ୍ଗଳବାର ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। କୋଲକାତା ବ୍ରିଗେଡ୍ ପରେଡ୍ ପଡ଼ିଆରେ ହେବ ଶପଥ ଗ୍ରହଣ ଉତ୍ସବ। ବିଜେପି ରାଜ୍ୟ ସଭାପତି ଏହା କହିଛନ୍ତି। ଜୟ ଜଗନ୍ନାଥ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।